ଜିହୁଦା ଦେଶର ଜଥମ, ଆହାଜ ଓ ହିଜକିୟ ରାଜାମାନଙ୍କର ଅଧିକାର ସମୟରେ ମୋରେସ୍ତୀୟ ମିଖାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। ସେ ସମରିଆ ଓ ଜେରୁସାଲେମ ବିଷୟରେ ଏହି ଦର୍ଶନ ପାଇଲେ। ହେ ଗୋଷ୍ଠୀଗଣ, ତୁମ୍ଭେ ସମସ୍ତେ ଶୁଣ। ହେ ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତେ ମନୋଯୋଗ କର। ପ୍ରଭୁ ସଦାପ୍ରଭୁ ଆପଣା ପବିତ୍ର ମନ୍ଦିରରୁ ପ୍ରଭୁ ତୁମମାନଙ୍କ ବିରୁଦ୍ଧରେ ସାକ୍ଷୀ ହୁଅନ୍ତୁ। କାରଣ ଦେଖ, ସଦାପ୍ରଭୁ ଆପଣା ସ୍ଥାନରୁ ବାହାରି ଆସୁଅଛନ୍ତି ଓ ସେ ଓହ୍ଲାଇ ଆସି ପୃଥିବୀର ଉଚ୍ଚସ୍ଥଳୀ ସକଳ ଉପରେ ଗମନ କରିବେ। ତାରେ ଅଗ୍ନି ଆଗରେ ଯେପରି ମହମ ତରଳିଯାଏ ଓ ଗଡ଼ନ୍ତି ସ୍ଥାନରେ ଜଳ ଗଡ଼ି ପଡ଼େ, ସେପରି ତାହାଙ୍କ ପଦ ତଳେ ପର୍ବତଗଣ ତରଳି ଯିବେ ଓ ତଳଭୂମି ସକଳ ବିଦୀର୍ଣ୍ଣ ହେବ। କାରଣ ଯାକୁବର ଆଜ୍ଞା ଲଙ୍ଘନ ଓ ଇସ୍ରାଏଲ ବଂଶର ପାପ ସକାଶୁ ଏସବୁ ହେଉଅଛି। ଯାକୁବର ଆଜ୍ଞା ଲଙ୍ଘନ କ'ଣ? ତାହା କି ସମରିଆ ନୁହେଁ? ଓ ଜିହୁଦାର ଉଚ୍ଚସ୍ଥଳୀ ସକଳ କ'ଣ? ସେସବୁ କି ଜେରୁସାଲେମ ନୁହେଁ? ଏଥିପାଇଁ ଆମ୍ଭେ ସମରିଆକୁ କ୍ଷେତ୍ରସ୍ଥ ଢିପି ଓ ଦ୍ରାକ୍ଷଲତା ରୋପଣର ସ୍ଥାନ ତୁଲ୍ୟ କରିବା। ଆଉ ଆମ୍ଭେ ତହିଁର ପ୍ରସ୍ତର ସକଳ ଉପତ୍ୟକାରେ ପକାଇ ତହିଁର ଭିତ୍ତିମୂଳ ଅନାବୃତ କରିବା। ପୁଣି ତାହାର ଖୋଦିତ ପ୍ରତିମା ସକଳ ଖଣ୍ଡ ଖଣ୍ଡ କରାଯିବ ଓ ତାହାର ବର୍ତ୍ତନ ସକଳ ଅଗ୍ନିରେ ଦଗ୍ଧ ହେବ। ଆଉ ଆମ୍ଭେ ତାହାର ଦେବତା ସକଳକୁ ଧ୍ୱଂସ କରିବା। କାରଣ ବେଶ୍ୟାର ବର୍ତ୍ତନ ଦ୍ୱାରା ସେ ତା ସଞ୍ଚୟ କରିଅଛି ଓ ତାହା ପୁନର୍ବାର ବେଶ୍ୟାର ବର୍ତ୍ତନ ହୋଇଯିବ। ଏଥିସକାଶୁ ଆମ୍ଭେ ବିଳାପ ଓ ହାହାକାର କରିବା। ଆମ୍ଭେ ବିବସ୍ତ୍ର ଓ ଉଲଙ୍ଗ ହୋଇ ବୁଲିବା। ଆମ୍ଭେ ଶୃଗାଳ ପରି ବିଳାପ କରିବା, ଉଷ୍ଟ୍ର ପକ୍ଷୀ ପରି ଶୋକ କରିବା। କାରଣ ତାହାର କ୍ଷତ ଅପ୍ରତିକାର୍ଯ୍ୟ, ଯେହେତୁ ତାହା ଜିହୁଦା ପର୍ଯ୍ୟନ୍ତ ହିଁ ଆସିଅଛି। ତାହା ଆମ୍ଭ ଲୋକମାନଙ୍କର ନଗର ଦ୍ୱାର ଜେରୁସାଲେମ ପର୍ଯ୍ୟନ୍ତ ହିଁ ପହଞ୍ଚୁଅଛି। ଗାଥ ନଗରରେ ଏହି କଥା ଜଣାଉ ନାହିଁ, କିଛି ହିଁ ରୋଦନ କର ନାହିଁ। ବେଥଲି ଆଫ୍ରାରେ ଆମ୍ଭେ ଧୂଳିରେ ଗଡ଼ିଅଛୁ। ହେ ସାଫିର ନିବାସିନୀ, ତୁମେ ଉଲଙ୍ଗ ଓ ଲଜ୍ଜିତ ହୋଇ ଚାଲିଯାଅ। ସାନନ୍ ନିବାସିନୀ ବାହାର ହୋଇ ଆସି ନାହିଁ। ବେଥସଲର ବିଳାପ ତୁମମାନଙ୍କ ଠାରୁ ତାହାର ଅବଲମ୍ବନ ହରଣ କରିବ। କାରଣ ମାରତ ନିବାସିନୀ ଭାବିତ ହୋଇ ମଙ୍ଗଳର ଅପେକ୍ଷା କରଇ, ଯେହେତୁ ଜେରୁସାଲେମର ଦ୍ୱାର ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଠାରୁ ଅମଙ୍ଗଳ ଉପସ୍ଥିତ ହୋଇଅଛି। ହେ ଲାଖିସ୍ ନିବାସିନୀ, ତୁମେ ରଥରେ ଦ୍ରୁତଗାମୀ ଅଶ୍ୱ ଯୋଚ। ସେ ସିଓନ କନ୍ୟା ପ୍ରତି ଆଦ୍ୟ ପାପ ସ୍ୱରୂପ ଥିଲା। କାରଣ ଇସ୍ରାଏଲର ଆଜ୍ଞା ଲଙ୍ଘନ ସକଳ ତୁମ ମଧ୍ୟରେ ଦେଖାଗଲା। ଏଥିପାଇଁ ତୁମ୍ଭେ ମୋରେସତ୍ ଗାଥକୁ ବିଦାୟକାଳୀନ ଦାନ ଦେବ। ଅକ୍ସିବ୍ର ଗୃହ ସକଳ ଇସ୍ରାଏଲର ରାଜଗଣ ପ୍ରତି ପ୍ରବଞ୍ଚନାଜନକ ବସ୍ତୁ ତୁଲ୍ୟ ହେବ। ଆହୁରି ହେ ମାରେସା ନିବାସିନୀ, ଯେ ତୁମକୁ ଅଧିକାର କରିବ, ତାହାକୁ ଆମ୍ଭେ ତୁମ୍ଭ ନିକଟକୁ ଆଣିବା। ଇସ୍ରାଏଲର ଗୌରବ ଅଦୁଲ୍ଲମକୁ ହିଁ ଆସିବ। ତୁମେ ଆପଣାର ଆହ୍ଲାଦଜନକ ସନ୍ତାନଗଣ ନିମନ୍ତେ ମସ୍ତକ ମଣ୍ଡନ କର ଓ କେଶ କାଟି ପକାଅ। ଶାଗୁଣା ପରି ଆପଣାର କେଶ ଶୂନ୍ୟତା ବୃଦ୍ଧି କର। କାରଣ ସେମାନେ ତୁମ୍ଭ ନିକଟରୁ ନିର୍ବାସିତ ହୋଇ ଯାଇଅଛନ୍ତି।